everybody, welcome to our channel Study and Learn. This is the second video of our current affairs from October 8 to October 14th. Here is a clear information about different events happened in this week globally. ଏହି ଭିଡିଓରେ ଥିବା ଇନଫର୍ମେସନ ଗୁଡ଼ିକ ତୁମର ବିଭିନ୍ନ କମ୍ପିଟେଟିଭ୍ ଏକ୍ଜାମ ପ୍ରିପାରେସନରେ ହେଲ୍ପ କରିବ। ଯେଉଁମାନେ ଆମର ପୂର୍ବ ଭିଡିଓ ଦେଖିନାହଁ, go through the playlist. ଆମର ପରବର୍ତ୍ତୀ ଭିଡିଓ ପାଇବା ପାଇଁ do subscribe our channel and press the bell icon. So without a further go, let's get started with the first question. On which date Indian Air Force Day is celebrated? 8th October. ପ୍ରତିବର୍ଷ ଅକ୍ଟୋବର 8କୁ ଇଣ୍ଡିଆନ୍ ଏୟାରଫୋର୍ସ ଡେ ଭାବେ ପାଳନ କରାଯାଏ କାରଣ ଏହି ଦିନ ଇଣ୍ଡିଆନ୍ ଏୟାରଫୋର୍ସ ଡେ ଏଷ୍ଟାବ୍ଲିଶ ହୋଇଥିଲା 1932 ମସିହା ଅକ୍ଟୋବର 8ରେ। ଏଇଟି ହେଉଛି 88th ଆନିଭର୍ସରୀ ଡେ। ଏଇ ଚିଫ୍ ମାର୍ଶାଲ ହେଲେ ରାକେଶ କୁମାର ସିଂ ଭଦୌରିଆ। The Government of India has approved a Memorandum of Cooperation MOC in the field of cyber security with which country? Japan. ଭାରତ ସରକାର ସାଇବର ସିକ୍ୟୁରିଟି ଫିଲ୍ଡରେ କୋପରେସନ ପାଇଁ ଜାପାନ ସହିତ ଗୋଟେ MOC ସାଇନ୍ କରିଛନ୍ତି। ବର୍ତ୍ତମାନ ଜାପାନ ବିଷୟରେ ଆଉ କିଛି ତଥ୍ୟ ଆମେ ଜାଣିବା। ଜାପାନ କ୍ୟାପିଟାଲ ଟୋକିଓ, କରେନ୍ସି ଜାପାନିଜ୍ ୟେନ୍, ପ୍ରାଇମ ମିନିଷ୍ଟର ଓସିହିଡେ ସୁଗା। ହୁ ଇଜ୍ ନ୍ୟୁଲି ଆପଏଣ୍ଟେଡ୍ ଡେପୁଟି ଗଭର୍ଣ୍ଣର ଅଫ୍ RBI? RBIର ନୂତନ ଡେପୁଟି ଗଭର୍ଣ୍ଣର ଭାବେ କିଏ ନିଯୁକ୍ତି ପାଇଛନ୍ତି? M ରାଜେଶ୍ୱର ରାଓ। RBI ହେଡକ୍ୱାର୍ଟର ମୁମ୍ବାଇ, ମହାରାଷ୍ଟ୍ର। RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। RBI established 1st April 1935. The World Economic Forum will host its annual meeting in which city? Luxembourg, Bergenstown, Switzerland. It is an international NGO founded in 1971. Its mission committed to improving the state of the world by engaging business, political, academic and other leaders of society to shape global, regional and industry agendas. ସ୍ୱିଜରଲ୍ୟାଣ୍ଡର ବର୍ଗେନଷ୍ଟକ୍ର ଲୁସାନ୍ ସିଟିରେ ୱାର୍ଲଡ ଇକୋନୋମିକ୍ ଫୋରମ୍ ତାର ଆନୁଆଲ ମିଟିଂ ହୋଷ୍ଟ କରିବ। ଏହା ଗୋଟିଏ ଇଣ୍ଟରନ୍ୟାସନାଲ ନନ୍ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ୍ 1971 ମସିହାରେ ଗଠିତ ହୋଇଥିଲା। ଏହାର ଲକ୍ଷ୍ୟ ହେଲା ବିଜନେସ୍, ପଲିଟିକାଲ ଆଣ୍ଡ ଏକାଡେମିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ସୋସାଇଟିରେ ଥିବା ଲିଡରମାନଙ୍କୁ ନେଇ ସେମାନଙ୍କୁ ଆନ୍ତର୍ଜାତିକ, ଆଞ୍ଚଳିକ ତଥା ଶିଳ୍ପ କ୍ଷେତ୍ରରେ ଥିବା ବିଭିନ୍ନ ଏଜେଣ୍ଡା ଗୁଡ଼ିକ ସହିତ ପରିଚିତ କରାଇବା ଓ ପୃଥିବୀର ଅର୍ଥନୈତିକ ତଥା ଅନ୍ୟାନ୍ୟ ଅବସ୍ଥାର ଉନ୍ନତି କରିବା। With which country Meghalaya government partners to set up Center for Excellence? Israel. To improve and promote the livelihood of farmers. ଚାଷୀମାନଙ୍କର ଜୀବନ ଓ ଜୀବିକାର ଉନ୍ନତି କରିବା ପାଇଁ ମେଘାଳୟ ସରକାର ଇସ୍ରାଏଲ ସହିତ ପାର୍ଟନରସିପ୍ରେ ସେଣ୍ଟର ଫର୍ ଏକ୍ସଲେନ୍ସ ନାମକ ଏକ ସଂସ୍ଥା ସେଟାପ୍ କରିଛନ୍ତି। ବର୍ତ୍ତମାନ ମେଘାଳୟ ଓ ଇସ୍ରାଏଲ ବିଷୟରେ ଆଉ କିଛି ତଥ୍ୟ ଜାଣିବା। ମେଘାଳୟ CM କର୍ନାଡ ସଂଗମା, ଗଭର୍ଣ୍ଣର ସତ୍ୟପାଲ ମଲ୍ଲିକ। ଇସ୍ରାଏଲ PM ବେଞ୍ଜାମିନ ନେଥ୍ୟୁ, କ୍ୟାପିଟାଲ ଜେରୁଜେଲମ, କରେନ୍ସି ଇସ୍ରାଏଲି ଶେକେଲ। ଆଇନସ୍ ଅକ୍ସିଜେନ ପ୍ଲାଣ୍ଟ was inaugurated by which state government? ଉତ୍ତର ପ୍ରଦେଶ. This plant will complete the demand and need of medical oxygen. ଉତ୍ତର ପ୍ରଦେଶ ସରକାର ଆଇନକ୍ସ ଅକ୍ସିଜେନ ପ୍ଲାଣ୍ଟ ଇନାଗୁରେଟ କରିଛନ୍ତି। ଏହାର ଲକ୍ଷ୍ୟ ହେଲା ମେଡିକାଲ ଅକ୍ସିଜେନ ସପ୍ଲାଇ କରିବା। ଉତ୍ତରପ୍ରଦେଶ CM ଯୋଗୀ ଆଦିତ୍ୟନାଥ, ଗଭର୍ଣ୍ଣର ଆନନ୍ଦୀବେନ ପଟେଲ। Nobel Peace Prize for 2020. World Food Program. It is a branch of United Nations and world's largest humanitarian organization. The program has been awarded the prize for its efforts to fight the hunger, especially in the war zones and conflict-affected areas. 2020 ବର୍ଷ ପାଇଁ ୱାର୍ଲଡ ଫୁଡ୍ ପ୍ରୋଗ୍ରାମ ନୋବେଲ ପିସ୍ ପ୍ରାଇଜ୍ ପାଇଛି। ଏହା ୟୁନାଇଟେଡ୍ ନେସନ୍ସର ଗୋଟିଏ ବ୍ରାଞ୍ଚ ଓ ପୃଥିବୀର ବୃହତ୍ତମ ମାନବ କଲ୍ୟାଣ ସଂସ୍ଥା। ଏହି ପ୍ରୋଗ୍ରାମ ଡିଫରେଣ୍ଟ ୱାର୍ ଜୋନ୍ ଓ କନଫ୍ଲିକ୍ଟ ଏଫେକ୍ଟେଡ୍ ଏରିଆରେ ଥିବା ଲୋକମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଅଦମ୍ୟ ଚେଷ୍ଟା କରିଛି, ତେଣୁ ଏହା ନୋବେଲ ପିସ୍ ପ୍ରାଇଜ୍ ପାଇଛି। ଏହାର ହେଡକ୍ୱାର୍ଟର ହେଉଛି ରୋମ୍, ଇଟାଲୀ। ଏହାର ଫର୍ମେସନ୍ ଡେଟ୍ ହେଉଛି 19 ସେପ୍ଟେମ୍ବର 1961। ଜ୍ଞାନ ସାର୍କେଲ ଭେଞ୍ଚର ଇନାଗୁରେଟେଡ୍ ବାଇ ହୋମ୍? ରମେଶ ପୋଖରିୱାଲ ନିଶାଙ୍କ, ୟୁନିୟନ ମିନିଷ୍ଟର ଫର ଏଜୁକେସନ। ଅନରେବଲ ୟୁନିୟନ ମିନିଷ୍ଟର ରମେଶ ପୋଖରିୱାଲ ନିଶାଙ୍କ ଦ୍ୱାରା ଜ୍ଞାନ ସାର୍କେଲ ଭେଞ୍ଚର ଇନାଗୁରେଟ ହୋଇଥିଲା।
It was developed by IIT Andhra Pradesh. It has the potential to infuse entrepreneurship in young minds. 2020 Nobel Prize in Chemistry. Emmanuel Carpenter from France, Jennifer Doudna from USA. 2020 ମସିହାରେ ରସାୟନ ବିଜ୍ଞାନ ପାଇଁ ଇମାନୁଏଲ କାର୍ପେଣ୍ଟର ଫ୍ରାନ୍ସର ନୋବେଲ ପ୍ରାଇଜ୍ ପାଇଛନ୍ତି। ଏହା ସହିତ ଜେନିଫର ଦଣ୍ଡା ୟୁଏସ୍ର ମଧ୍ୟ ନୋବେଲ ପ୍ରାଇଜ୍ ପାଇଛନ୍ତି। ଫର୍ ଦ ଜିନ୍ ଏଡିଟିଂ ଟେକ୍ନିକ୍ ନୋନ୍ ଏଜ୍ ଦି CRISPR CS9 DNA snipping scissors tool. With this tool, researchers can change the DNA of plants, animals, and microorganisms with extremely high precision. ଏହି ଟୁଲ୍ ସାହାଯ୍ୟରେ ଗବେଷକମାନେ ପ୍ଲାଣ୍ଟ, ଆନିମାଲ ଓ ଅନ୍ୟାନ୍ୟ ମାଇକ୍ରୋ ଅର୍ଗାନିଜମ୍ସର ଏକ୍ସଟ୍ରିମଲି ହାଇ ପ୍ରିସିସନ୍ରେ DNA ଚେଞ୍ଜ କରିପାରିବେ। ହୁ ଓନ୍ ଫ୍ରେଞ୍ଚ ଓପନ୍ ମେନ୍ସ ସିଙ୍ଗଲ ଟାଇଟଲ୍? ରାଫେଲ ନାଦାଲ ଫ୍ରମ୍ ସ୍ପେନ୍। ହିଜ୍ 30th ଫ୍ରେଞ୍ଚ ଓପନ୍ ମେନ୍ସ ସିଙ୍ଗଲରେ ରାଫେଲ ନାଦାଲ ଟାଇଟଲ୍ ଜିତିଛନ୍ତି। ସେ ସ୍ପେନ୍ର, ଆଉ ଏଇଠି ହେଉଛି ତାଙ୍କର 13th ବା 13ତମ ଫ୍ରେଞ୍ଚ ଓପନ୍ ଟାଇଟଲ୍। World Mental Health Day celebrated on which date? 10th October. ସାରା ପୃଥିବୀରେ ମାନସିକ ସ୍ୱାସ୍ଥ୍ୟ ଦିବସ କେବେ ପାଳନ କରାଯାଏ? 10 ଅକ୍ଟୋବର। 2020ର ମେଣ୍ଟାଲ ହେଲ୍ଥ ଡେର ଥିମ୍ ହେଲା ମେଣ୍ଟାଲ ହେଲ୍ଥ ଫର୍ ଅଲ୍, ଅର୍ଗାନାଇଜ୍ଡ ବାଇ ୱାର୍ଲଡ ଫେଡେରେସନ୍ ଫର୍ ମେଣ୍ଟାଲ ହେଲ୍ଥ, founded in 1948. Who has successfully test-fired anti-radiant missile Rudram? DRDO, Defense Research and Development Organization from Wheeler, Iceland, Odisha. DRDO द्वारा ओडिशार व्हीलर आइसलैंड सारे रुद्रम मिसाइल टेस्ट फायर करागला। DRDO फाउंडर डेट है 1958। यार हेडक्वार्टर न्यू दिल्ली। यार चेयरमैन G. Satish Reddy. Who tops the Forbes India Rich List 2020? Mukesh Ambani, Chairman of Reliance Industries Limited. Total wealth $88.7 billion. Second position Gautam Atnani, $25.2 billion. Third position Shiv Nadar, $20.4 billion. Forbes magazine list अनुसार 2020 वर्ष ପାଇଁ RIL ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଟପ୍ ପୋଜିସନରେ ଅଛନ୍ତି। He has been ranked as the richest person in India for the 13th consecutive year by Forbes magazine. Who got additional charge of Ministry of Consumer Affairs, Food and Public Distribution? Union Minister Piyush Goyal. Goyal is currently serving as the Minister of Railways and Minister of Commerce and Industry in the NDA-led government. यूनियन मिनिस्टर रामविलास पासवान का मृत्यु पर यूनियन मिनिस्टर पीयूष गोयल मिनिस्टर ऑफ कंज्यूमर अफेयर्स, फूड एंड पब्लिक डिस्ट्रीब्यूशन अतिरिक्त दायित्व अछंती। पीयूष गोयल वर्तमान मिनिस्टर ऑफ रेलवेज और मिनिस्टर ऑफ कॉमर्स एंड इंडस्ट्रीज रो मिनिस्टर भाव में कार्यरत। ऑन व्हिच डेट नेशनल पोस्टल डे वाज सेलिब्रेटेड? 10th October each year. वर्ल्ड पोस्ट डे 9th October. प्रतिवर्ष अक्टोबर 10 तारीख को ଜାତୀୟ ଡାକ ଦିବସ ଭାବରେ ପାଳନ କରାଯାଏ। ଅକ୍ଟୋବର 9 ତାରିଖକୁ ବିଶ୍ୱ ଡାକ ଦିବସ ଭାବେ ପାଳନ କରାଯାଏ। ଇଣ୍ଡିଆନ୍ ପୋଷ୍ଟ ୱାଜ୍ ଫାଉଣ୍ଡେଡ୍ ବାଇ ଲର୍ଡ ଡେଲହାଉସି ଇନ୍ 10th October 1854। ଲର୍ଡ ଡେଲହାଉସିଙ୍କ ଦ୍ୱାରା ଭାରତୀୟ ଡାକ ସେବା 1854 ମସିହା 10th ଅକ୍ଟୋବରରେ ଆରମ୍ଭ ହୋଇଥିଲା। ଇଣ୍ଡିଆନ୍ ପୋଷ୍ଟ ହେଡକ୍ୱାର୍ଟର ନ୍ୟୁ ଦିଲ୍ଲୀ। Which state government launched मुख्यमंत्री सौर स्वरोजगार योजना? उत्तराखंड गवर्नमेंट। Its mission is to promote the production of green energy, that is solar energy. 10,000 youth and migrants get self-employment in the solar sector who lost their jobs under COVID-19 pandemic. उत्तराखंड मुख्यमंत्री त्रिवेंद्र सिंह रावत सौर स्वरोजगार योजना नाम एक योजना लॉन्च करछंती, जहाँकि सोलार एनर्जी प्रोडक्शन करने संगे संगे कोविड-19 पैंडेमिक रे बेरोजगार होइतिबा 10,000 पर्यंत यूथ और माइग्रेट मानक रोजगार जोगाई पारिबो। उत्तराखंड सीएम त्रिवेंद्र सिंह रावत, गवर्नर बेबीरानी मौर्य। वर्ल्ड माइग्रेटरी बर्ड डे इज सेलिब्रेटेड ऑन व्हिच डेट? केउं दिन विश्व परिव्राजक पक्षी दिवस पालन करा जाए? 10th October. थीम ऑफ 2020 बर्ड्स कनेक्ट आवर वर्ल्ड। फ्रेंच ओपन टाइटल
2020 ପାଇଁ କିଏ ଫ୍ରେଞ୍ଚ ଓପନ୍ ଟାଇଟଲ୍ ଜିତିଛନ୍ତି? ମେନ୍ସ ସିଙ୍ଗଲ୍ ରାଫେଲ ନାଦାଲ belongs to Spain. Women's single Iga Swiatek belongs to Poland. Who won Eiffel Grand Prix? Lewis Hamilton, driver of Mercedes, belongs to Britain. International Day of Girl Child was celebrated on which date? 11th October each year. The day has been recognized worldwide since October 11, 2012. Theme of 2020 My Voice, Our Equal Future. ପ୍ରତିବର୍ଷ ଅକ୍ଟୋବର ମାସ 11 ତାରିଖକୁ ଆନ୍ତର୍ଜାତିକ ବାଳିକା ଦିବସ ଭାବେ ପାଳନ କରାଯାଉଛି। ଏହା 2012 ମସିହା ଅକ୍ଟୋବର 11ରେ ସାରା ବିଶ୍ୱର ସ୍ୱୀକୃତି ପାଇଥିଲା। It is meant to promote the empowerment of young girls for the attainment of their basic human rights like education and bodily autonomy. ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ବାଳିକାମାନଙ୍କୁ ସେମାନଙ୍କର ମୌଳିକ ମାନବିକ ଅଧିକାର ଯଥା ଶିକ୍ଷା ଓ ଶାରୀରିକ ସୁରକ୍ଷା ପ୍ରତି ଅଧିକ ଶକ୍ତିଶାଳୀ କରାଇବା ଓ ସେମାନଙ୍କର ସୁରକ୍ଷାର ବୃଦ୍ଧି କରିବା। ନ୍ୟାସନାଲ୍ ଗାର୍ଲ ଚାଇଲ୍ଡ ଡେ ଜାତୀୟ ବାଳିକା ଦିବସ ଜାନୁଆରୀ 24। ପ୍ରତିବର୍ଷ ଜାନୁଆରୀ 24କୁ ଜାତୀୟ ବାଳିକା ଦିବସ ଭାବରେ ପାଳନ କରାଯାଏ। ଥିମ୍ ଅଫ୍ ନ୍ୟାସନାଲ୍ ଗାର୍ଲ ଚାଇଲ୍ଡ ଡେ 2020 ଏମ୍ପାୱାରିଂ ଗାର୍ଲସ୍ ଫର୍ ଏ ବ୍ରାଇଟର ଟୁମାରୋ। ଜାତୀୟ ବାଳିକା ଦିବସ ମିନିଷ୍ଟ୍ରି ଅଫ୍ ୱୁମେନ୍ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା 2008 ମସିହା ଠାରୁ ଜାନୁଆରୀ 24 ତାରିଖଟିକୁ ପାଳନ କରାଯାଇ ଆସୁଅଛି। Who was named as brand ambassador for Indian brand Transform? Chetan Anand, badminton player. Badminton player Chetan Anand, Indian badminton equipment brand Transform ପାଇଁ brand ambassador ଭାବେ ନିଯୁକ୍ତି ପାଇଛନ୍ତି। Chetan Anand is the 2006 Melbourne CWG singles bronze medalist. Transform produces rockets, nylon shuttles, shoes, apparels using best quality military grade graphites. Nobel Prize for Economics in 2020 ଅର୍ଥଶାସ୍ତ୍ରରେ 2020 ପାଇଁ କିଏ ନୋବେଲ ପ୍ରାଇଜ୍ ପାଇଛନ୍ତି? ପାଉଲ ଆର୍ ମିଲଗ୍ରମ୍, ରବର୍ଟ ବି ୱିଲସନ୍ for improvements to auction theory and inventions of new auction format. Who has launched Jagannana Vidya Kanuka scheme? Andhra Pradesh CM S. Jagan Mohan Reddy. Andhra Pradesh Chief Minister S. Jagan Mohan Reddy Jagannana Vidya Kanuka scheme launch କରିଛନ୍ତି। Its aim to distribute school kits among the poor children of the state. ରାଜ୍ୟରେ ଥିବା ଗରିବ ପିଲାମାନଙ୍କୁ ସ୍କୁଲ କିଟ୍ ଗୁଡ଼ିକ ଯୋଗାଇ ଦେବା ପାଇଁ। How many beaches in India awarded blue flag certification? ଇଣ୍ଡିଆର କେତୋଟି ବିଚ୍କୁ ବ୍ଲୁ ଫ୍ଲାଗ ସାର୍ଟିଫିକେସନ ଦିଆଯାଇଛି? 8 beaches. ବିଚ୍ ଗୁଡ଼ିକର ନାଁ ମାନେ ଜାଣିନେବା। शाह राजगुर बीच गुजरात, गोल्डन बीच ओडिशा, कासरकोड एंड पाडुबेरी बीच कर्नाटक, गोगला बीच डामन एंड दीव, राधानगर बीच अंडमान एंड निकोबर, कापड़ा बीच केरला, ऋषिकुंडा बीच आंध्र प्रदेश. The certification is given to the beaches that provide safe and healthy environment and promote sustainable development in and around the beach area. PM released rupees 100 special commemorative coin to honor Vijay Raj Scindia, founding member of BJP. Which state became the first digital state in public education? Kerala. Make public education completely digital. Public education को completely digital करिया पे केरला होची first state. केरला विषय रे आउ किछि जानिबा। केरला रो नेशनल पार्क, साइलेंट वैली नेशनल पार्क, Anamudi National Park, Iraviculam National Park. On which state International Day for Disaster Reduction celebrated? 13th October. ଅକ୍ଟୋବର 13 ତାରିଖକୁ ଇଣ୍ଟରନ୍ୟାସନାଲ ଡେ ଫର ଡିଜାଷ୍ଟର ରିଡକ୍ସନ ଭାବରେ ପାଳନ କରାଯାଏ। ମୋବାଇଲ ୱାଟର ଟେଷ୍ଟିଂ ଲାବ୍ସ ଲଞ୍ଚଡ ବାଇ ହୁଇଚ୍ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ? ହରିୟାଣା। ହରିୟାଣା ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଦ୍ୱାରା ମୋବାଇଲ ୱାଟର ଟେଷ୍ଟିଂ ଲାବ୍ ଲଞ୍ଚ କରାଯାଇଛି। ହରିୟାଣା ବିଷୟରେ ଆଉ କିଛି ଜାଣିବା। हरियाणा सीएम मनोहर लाल खट्टर, हरियाणा गवर्नर सत्यदेव नारायण आर्य। हरियाणार किसी नेशनल पार्क विषय जानिबा। सुल्तानपुर नेशनल पार्क, कालेश्वर नेशनल पार्क. Who has approved $300 million loan for Rajasthan's water supply? Asian Development Bank ADB. ADB headquarter Mandalore,
Philippines. Founded 19 December 1966, ରାଜସ୍ଥାନର ୱାଟର ସପ୍ଲାଇ ପାଇଁ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ 300 ମିଲିୟନ US$ ଲୋନ୍ ଆପ୍ରୁଭ୍ କରିଛନ୍ତି। ରାଜସ୍ଥାନ ବିଷୟରେ ଆଉ କିଛି ଜାଣିବା। ରାଜସ୍ଥାନ ସିଏମ୍ ଅଶୋକ ଗେହଲଟ, ଗଭର୍ଣ୍ଣର କଲରାଜ ମିଶ୍ରା। International Monetary Fund IMF projects India's GDP to contract by 10.3% in 2020. 2020 ମସିହାରେ ଇଣ୍ଡିଆର ଜିଡିପି 10.3% କମିବ ବୋଲି IMF ପ୍ରୋଜେକ୍ଟ କରିଛନ୍ତି। IMF ହେଡକ୍ୱାର୍ଟର ୱାଶିଂଟନ DC USA। IMF ଚେୟାରମ୍ୟାନ୍ କ୍ରିଷ୍ଟାଲିନା ଜର୍ଜିଭା। Chief Economist Geeta Gopinath belongs to India. This is all about today's video. There is a series of GK questions and answers relating to current affairs in our upcoming videos. Do watch and subscribe our channel to get latest videos. Hope to meet you in our next video. Till then, goodbye. Thank you.